ଗଣନା ପୁସ୍ତକ 11 ପର୍ବ। ଅନନ୍ତର ଲୋକମାନେ ସଦାପ୍ରଭୁଙ୍କର କର୍ଣ୍ଣ ଗୋଚରରେ ମନ୍ଦ କଥା କହି ବଚସାକାରୀ ଲୋକମାନଙ୍କର ତୁଲ୍ୟ ହେଲେ। ପୁଣି ସଦାପ୍ରଭୁ ତାହା ଶୁଣନ୍ତେ ତାହାଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା। ତହିଁରେ ସଦାପ୍ରଭୁଙ୍କର ଅଗ୍ନି ସେମାନଙ୍କ ମଧ୍ୟରେ ପ୍ରଜ୍ୱଳିତ ହୋଇ ଛାଉଣିର ପ୍ରାନ୍ତ ଭାଗ ଗ୍ରାସ କଲା। ଏ ନିମନ୍ତେ ଲୋକମାନେ ମୋଶାଙ୍କ ନିକଟରେ କ୍ରନ୍ଦନ କଲେ। ତେଣୁ ମୋଶା ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ ସେହି ଅଗ୍ନି ଥମିଗଲା। ତେଣୁ ସେହି ସ୍ଥାନର ନାମ ତବିୟାରା ଦହନ ହେଲା, କାରଣ ସଦାପ୍ରଭୁଙ୍କର ଅଗ୍ନି ସେମାନଙ୍କ ମଧ୍ୟରେ ଦହନ କରିଥିଲା। ଅନନ୍ତର ସେମାନଙ୍କର ମଧ୍ୟବର୍ତ୍ତୀ ମିଶ୍ରିତ ଲୋକମାନଙ୍କର ଜନତା ଲୋଭାକ୍ରାନ୍ତ ହେବାକୁ ଲାଗିଲେ। ପୁଣି ଇସ୍ରାଏଲ ସନ୍ତାନଗଣ ମଧ୍ୟ ପୁନର୍ବାର ରୋଦନ କରି କହିଲେ, କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦେବ? ଆମ୍ଭେମାନେ ମିଶର ଦେଶରେ ବିନା ମୂଲ୍ୟରେ ଯେଉଁ ମାଛ ଖାଉଥିଲୁ ତାହା ମନେ ପଡ଼େ। ସେ କାକୁଡ଼ି ଓ ସେ ଖରଭୁଜ ଓ ସେ ପରୁ ଓ ସେ ପିଆଜ ଓ ସେ ରସୁଣ ମନରେ ପଡ଼େ। ମାତ୍ର ଏବେ ଆମ୍ଭମାନଙ୍କର ପ୍ରାଣ ଶୁଷ୍କ ହେଉଅଛି। ଏଠି କିଛି ନାହିଁ, ଏଇ ମାନା ଛଡ଼ା ଆଉ କିଛି ଦେଖିବାକୁ ନାହିଁ। ଆଉ ସେ ମାନା ଧନିଆ ପରି, ତୈଳ ସଦୃଶ୍ୟ ମୁକ୍ତା ସଦୃଶ୍ୟ। ଲୋକମାନେ ଏଣେ ତେଣେ ଭ୍ରମଣ କରି ତାହା ସାଉଁଟିଲେ ଓ ଚକିରେ ତାହା ପେଶିଲେ, ଅବା କୁଟୁଣିରେ ତାହା ଚୂର୍ଣ୍ଣ କରି କହାଇରେ ସିଦ୍ଧ କରି ପିଠା ପ୍ରସ୍ତୁତ କଲେ। ଆଉ ତୈଳପକ୍ଷ ପିଠା ପରି ତୈଁର ସ୍ୱାଦ ଥିଲା। ରାତ୍ରିରେ ଛାଉଣି ଉପରେ କାକର ପଡ଼ିଲା ବେଳେ ସେହି ମାନା ତହିଁ ସଙ୍ଗରେ ପଡ଼ିଲା। ଏ ଉତ୍ତାରେ ଲୋକମାନେ ସମୁଦାୟ ପରିବାର ସହିତ ପ୍ରତ୍ୟେକ ଲୋକ ଆପଣା ତମ୍ବୁଦ୍ୱାର ନିକଟରେ ରୋଦନ କରିବାର ମୋଶା ଶୁଣିଲେ। ତହିଁରେ ସଦାପ୍ରଭୁଙ୍କର କ୍ରୋଧ ଅତିଶୟ ପ୍ରଜ୍ୱଳିତ ହେଲା। ପୁଣି ମୋଶା ହିଁ ଅସନ୍ତୁଷ୍ଟ ହେଲେ। ତେଣୁ ମୋଶା ସଦାପ୍ରଭୁଙ୍କୁ କହିଲେ, ତୁମ୍ଭେ କି ହେତୁ ଆପଣା ଦାସ ପ୍ରତି ଅନିଷ୍ଟ ବ୍ୟବହାର କରିଅଛ ଓ କି ହେତୁ ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇନାହିଁ ଯେ ମୋ ଉପରେ ଏହି ସମସ୍ତ ଲୋକଙ୍କର ଭାର ଦେଉଅଛ? ମୁଁ କଣ ଏହି ସମସ୍ତ ଲୋକଙ୍କୁ ଗର୍ଭରେ ଧାରଣ କରିଅଛି? ମୁଁ କଣ ସେମାନଙ୍କୁ ଜନ୍ମ କରିଅଛି ଯେ ତୁମ୍ଭେ ସେମାନଙ୍କର ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଦେଶ ବିଷୟରେ ଶପଥ କରିଥିଲ ସେହି ଦେଶ ପର୍ଯ୍ୟନ୍ତ ଦୁଗ୍ଧପୋଷ୍ୟ ଶିଶୁ ପାଳନକାରୀ ପିତା ତୁଲ୍ୟ ସେମାନଙ୍କୁ କୋଳରେ ବହି ଘେନି ଯିବା ପାଇଁ ମୋତେ କହୁଅଛ? ମୁଁ ଏହି ସମସ୍ତ ଲୋକଙ୍କୁ ଦେବା ପାଇଁ ମାଂସ କାହୁଁ ପାଇବି? କାରଣ ସେମାନେ ମୋ ନିକଟରେ କାନ୍ଦି କାନ୍ଦି କହୁଅଛନ୍ତି, ଆମ୍ଭମାନଙ୍କୁ ମାଂସ ଦିଅ, ଆମ୍ଭେମାନେ ଖାଇବା। ମୁଁ ଏକାକୀ ଏତେ ଲୋକଙ୍କର ଭାର ବହି ନ ପାରେ, କାରଣ ଏହା ମୋ ପାଇଁ ଅସହ୍ୟ ଅଟେ। ଆଉ ଯେବେ ତୁମେ ମୋ ପ୍ରତି ଏପରି ବ୍ୟବହାର କର, ତେବେ ବିନୟ କରୁଅଛି, ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାତ୍ର ହୋଇଥିଲେ ଏକାବେଳେ ମୋତେ ମାରି ପକାଅ, ପୁଣି ମୋତେ ଆପଣା ଦୁର୍ଗତି ଦେଖିବାକୁ ଦିଅ ନାହିଁ। ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଯେଉଁ ଲୋକମାନଙ୍କର ପ୍ରାଚୀନ ଓ ଅଧିପତି ବୋଲି ଜାଣୁଅଛ, ଇସ୍ରାଏଲର ଏପରି 70 ଜଣ ପ୍ରାଚୀନ ଲୋକଙ୍କୁ ଆମ୍ଭ ନିକଟରେ ଏକତ୍ର କର। ପୁଣି ସେମାନଙ୍କୁ ସମାଗମ ତମ୍ବୁଦ୍ୱାର ନିକଟକୁ ଆଣ। ସେମାନେ ତୁମ୍ଭ ସଙ୍ଗେ ସେଠାରେ ଠିଆ ହେବେ। ତହିଁରେ ଆମ୍ଭେ ସେହି ସ୍ଥାନକୁ ଓହ୍ଲାଇ ଆସି ତୁମ୍ଭ ସଙ୍ଗେ କଥା କହିବା ଓ ତୁମ୍ଭଠାରେ ଯେଉଁ ଆତ୍ମା ଅଛି ତହିଁରୁ ନେଇ ସେମାନଙ୍କୁ ଦେବା। ତହିଁରେ ତୁମେ ଯେପରି ଏକାକୀ ଲୋକମାନଙ୍କର ଭାର ନ ବହିବ, ଏଥିପାଇଁ ସେମାନେ ତୁମ୍ଭ ସହିତ ଲୋକମାନଙ୍କର ଭାର ବହିବେ। ପୁଣି ତୁମ୍ଭେ ଲୋକମାନଙ୍କୁ କୁହ, ତୁମ୍ଭେମାନେ କାଲି ପାଇଁ ଆପଣା ଆପଣାକୁ ପବିତ୍ର କର, ଆଉ ତୁମ୍ଭେମାନେ ମାଂସ ଖାଇବ। କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ କର୍ଣ୍ଣ ଗୋଚରରେ କ୍ରନ୍ଦନ କରି କହିଅଛ, କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦେବ? ବରଂ ମିଶର ଦେଶରେ ଆମ୍ଭମାନଙ୍କର ମଙ୍ଗଳ ଥିଲା। ଏ ନିମନ୍ତେ ସଦାପ୍ରଭୁ ତୁମ୍ଭମାନଙ୍କୁ ମାଂସ ଦେବେ, ତୁମ୍ଭେମାନେ ତାହା ଖାଇବ। ତୁମ୍ଭେମାନେ ଦିନେ କି 2 ଦିନ କି 5 ଦିନ କି 10 ଦିନ କି 20 ଦିନ ଖାଇବ ତାହା ନୁହେଁ, ମାତ୍ର ସମ୍ପୂର୍ଣ୍ଣ 1 ମାସ ପର୍ଯ୍ୟନ୍ତ। ତାହା ତୁମ୍ଭମାନଙ୍କର ନାସିକାରୁ ନିର୍ଗତ ଓ ତୁମ୍ଭମାନଙ୍କର ଘୃଣାଯୋଗ୍ୟ ନ ହୁଏ ସେ ପର୍ଯ୍ୟନ୍ତ ଖାଇବ। କାରଣ ତୁମ୍ଭେମାନେ ଆପଣାମାନଙ୍କର ମଧ୍ୟବର୍ତ୍ତୀ ସଦାପ୍ରଭୁଙ୍କୁ ଅଗ୍ରାହ୍ୟ କରି ତାହାଙ୍କ ସମ୍ମୁଖରେ କ୍ରନ୍ଦନ କରି କହିଅଛ, ଆମ୍ଭେମାନେ କାହିଁକି ମିଶରରୁ ବାହାରି ଆସିଲୁ? ତେବେ ମୋଶା କହିଲେ, ମୁଁ ଯେଉଁ ଲୋକମାନଙ୍କ ମଧ୍ୟରେ ଅଛି ସେମାନେ 6 ଲକ୍ଷ ପଦାତିକ। ତଥାପି ତୁମ୍ଭେ କହୁଅଛ, ଆମ୍ଭେ ସେମାନଙ୍କୁ ମାଂସ ଦେବା, ସେମାନେ ତାହା ସମ୍ପୂର୍ଣ୍ଣ 1 ମାସ ଖାଇବେ। ସେମାନଙ୍କୁ ଅଣ୍ଟିବା ଭଳି କଣ ପଲ ପଲ ଗୋମେଶ ବଧ କରାଯିବ? ଅବା ସେମାନଙ୍କୁ ଅଣ୍ଟିବା ଭଳି ସମୁଦ୍ରର ସବୁ ମାଛ କଣ ଏକତ୍ର କରାଯିବ? ତହିଁରେ ସଦାପ୍ରଭୁ ମୋଶାଙ୍କୁ କହିଲେ, ସଦାପ୍ରଭୁଙ୍କର ହସ୍ତ କି ସଂକୁଚିତ ହୋଇଅଛି?
ତୁମ୍ଭ ପ୍ରତି ଆମର ବାକ୍ୟ ସଫଳ ହେବ କି ନାହିଁ ତୁମ୍ଭେ ଏବେ ତାହା ଦେଖିବ। ଏଥିରେ ମୂଷା ବାହାରକୁ ଯାଇ ଲୋକମାନଙ୍କୁ ସଦାପ୍ରଭୁଙ୍କ କଥା କହିଲେ। ପୁଣି ସେ ଲୋକମାନଙ୍କର ପ୍ରାଚୀନ ବର୍ଗ ମଧ୍ୟରୁ 70 ଜଣଙ୍କୁ ଏକତ୍ର କରି ତମ୍ବୁର ଚତୁର୍ଦିଗରେ ରଖିଲେ। ତହିଁରେ ସଦାପ୍ରଭୁ ମେଘରେ ଓହ୍ଲାଇ ଆସି ତାହାଙ୍କ ସହିତ କଥା କହିଲେ। ଆଉ ଯେଉଁ ଆତ୍ମା ତାହାଙ୍କଠାରେ ଥିଲା ତହିଁରୁ ନେଇ 70 ପ୍ରାଚୀନଙ୍କୁ ଦେଲେ। ପୁଣି ସେହି ଆତ୍ମା ସେମାନଙ୍କ ଉପରେ ଅବସ୍ଥାନ କରନ୍ତେ ସେମାନେ ଭବିଷ୍ୟତ କଥା ପ୍ରଚାର କଲେ। ମାତ୍ର ତହିଁ ଉତ୍ତାରେ ଆଉ କଲେ ନାହିଁ। ମାତ୍ର ଛାଉଣି ମଧ୍ୟରେ 2 ଜଣ ଅବଶିଷ୍ଟ ରହିଲେ। ଜଣକର ନାମ ଇଲଦଦ୍ ଓ ଅନ୍ୟର ନାମ ମେଦଦ୍। ସେମାନଙ୍କ ଉପରେ ସେହି ଆତ୍ମା ଅବସ୍ଥିତି କଲା। ସେମାନେ ସେହି ଲିଖିତ ଲୋକମାନଙ୍କ ମଧ୍ୟରେ ଥିଲେ, ମାତ୍ର ବାହାର ହୋଇ ତମ୍ବୁ ନିକଟକୁ ଯାଇନଥିଲେ। ସେମାନେ ଛାଉଣି ମଧ୍ୟରେ ଥାଇ ଭବିଷ୍ୟତ କଥା ପ୍ରଚାର କଲେ। ତହୁଁ ଜଣେ ଯୁବା ଦୌଡ଼ି ଯାଇ ମୂଷାଙ୍କୁ କହିଲା, ଇଲଦଦ୍ ଓ ମେଦଦ୍ ଛାଉଣି ମଧ୍ୟରେ ଭବିଷ୍ୟତ କଥା ପ୍ରଚାର କରୁଛନ୍ତି। ତହିଁରେ ନୁନର ପୁତ୍ର ଯୋଶୁଆ ନାମକ ମୂଷାଙ୍କର ଜଣେ ମନୋନୀତ ପରିଚାରକ ମୂଷାଙ୍କୁ କହିଲେ, ହେ ପ୍ରଭୁ ମୂଷା, ସେମାନଙ୍କୁ ନିଷେଧ କରନ୍ତୁ। ତେବେ ମୂଷା କହିଲେ, ତୁମ୍ଭେ ମୋ ସକାଶୁ କଣ ଈର୍ଷା କରୁଅଛ? ପରମେଶ୍ୱର କରନ୍ତୁ, ସଦାପ୍ରଭୁଙ୍କର ସମସ୍ତ ଲୋକ ଭବିଷ୍ୟତ ବକ୍ତା ହେଉନ୍ତୁ ଓ ସଦାପ୍ରଭୁ ସେମାନଙ୍କ ଉପରେ ଆପଣା ଆତ୍ମା ଦିଅନ୍ତୁ। ଏ ଉତ୍ତାରେ ମୂଷା ଓ ଇସ୍ରାଏଲ ପ୍ରାଚୀନଗଣ ଛାଉଣିକି ଗମନ କଲେ। ଅନନ୍ତର ସଦାପ୍ରଭୁଙ୍କ ନିକଟରୁ ବାୟୁ ବହିଲା ଓ ତାହା ସମୁଦ୍ରରୁ ଭାଟୋଇ ପକ୍ଷୀ ଆଣିଲା। ପୁଣି ଛାଉଣିର ଚତୁର୍ଦିଗରେ ଏପାଖେ ଦିନକର ପଥ ଓ ସେପାଖେ ଦିନକର ପଥ ପର୍ଯ୍ୟନ୍ତ ସେମାନଙ୍କୁ ଭୂମିଠାରୁ ପ୍ରାୟ 2 ହସ୍ତ ଉର୍ଦ୍ଧ୍ୱରେ ପକାଇଲା। ତହିଁରେ ଲୋକମାନେ ଛିଡ଼ା ହୋଇ ସେହି ସମସ୍ତ ଦିବାରାତ୍ର ଓ ପରଦିନ ସମସ୍ତ ଦିବସ ସେହି ଭାଟୋଇ ପକ୍ଷୀ ସଂଗ୍ରହ କଲେ। କେହି 10 ହୋମରୁ ଉଣା ସଂଗ୍ରହ କଲା ନାହିଁ। ଆଉ ସେମାନେ ଆପଣାମାନଙ୍କ ନିମନ୍ତେ ଛାଉଣିର ଚାରିଆଡ଼େ ତାହା ବିଛାଇ ରଖିଲେ। ମାତ୍ର ସେମାନେ ଦନ୍ତ ମଧ୍ୟରେ ମାଂସ ଥାଉ ଥାଉ ଚୋବାଇଲା ପୂର୍ବେ ଲୋକମାନଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା। ତହିଁରେ ସଦାପ୍ରଭୁ ଲୋକମାନଙ୍କୁ ଅତି ମହାମାରୀରେ ସଂହାର କଲେ। ତହିଁରେ ସେହି ସ୍ଥାନର ନାମ କିବ୍ରୋତ୍ ହତବା, ଲୋଭ ହେତୁକ କବର ହେଲା, ଯେହେତୁ ସେମାନେ ସେହି ସ୍ଥାନରେ ଲୋକମାନଙ୍କୁ କବର ଦେଲେ। ଲୋକମାନେ କିବ୍ରୋତ୍ ଓ ହତବାଠାରୁ ହତ୍ସେରାତକୁ ଯାତ୍ରା କରି ସେହିଠାରେ ରହିଲେ। ଗଣନା ପୁସ୍ତକ 12 ପର୍ବ। ମୂଷା ଏକ କୁସିଆ ସ୍ତ୍ରୀ କି ବିବାହ କରିଥିଲେ। ଏଣୁ ମରିୟମ ଓ ହାରଣ ସେହି କୁସିଆ ସ୍ତ୍ରୀ ସକାଶୁ ମୂଷାଙ୍କ ବିରୁଦ୍ଧରେ କଥା କହିଲେ। ସେମାନେ କହିଲେ, ସଦାପ୍ରଭୁ କି କେବଳ ମୂଷାଙ୍କ ସହିତ କଥା କହିଅଛନ୍ତି? ସେ କି ଆମ୍ଭମାନଙ୍କ ସହିତ ମଧ୍ୟ କଥା କହିନାହାନ୍ତି? ମାତ୍ର ଏକଥା ସଦାପ୍ରଭୁ ଶୁଣିଲେ। ମୂଷା ପୃଥିବୀସ୍ଥ ସମସ୍ତ ଲୋକମାନଙ୍କଠାରୁ ଅତି ନମ୍ର ଲୋକ ଥିଲେ। ଅନନ୍ତର ସଦାପ୍ରଭୁ ଅକସ୍ମାତ୍ ମୂଷାଙ୍କୁ ଓ ହାରୋନକୁ ଓ ମରିୟମକୁ କହିଲେ, ତୁମେ 3 ଜଣ ବାହାର ହୋଇ ସମାଗମ ତମ୍ବୁ ନିକଟକୁ ଆସ। ତହିଁରେ ସେ 3 ଜଣ ବାହାର ହୋଇ ଆସିଲେ। ସେତେବେଳେ ସଦାପ୍ରଭୁ ମେଘସ୍ତମ୍ଭରେ ଓହ୍ଲାଇ ତମ୍ବୁ ଦ୍ୱାରରେ ଛିଡ଼ା ହୋଇ ହାରୋନକୁ ଓ ମରିୟମକୁ ଡାକିଲେ। ତହୁଁ ସେମାନେ ଦୁହେଁ ବାହାର ହୋଇ ଆସିଲେ। ତେବେ ସେ କହିଲେ, ଆମ୍ଭର ବାକ୍ୟ ଶୁଣ। ଯେବେ ତୁମ୍ଭମାନଙ୍କ ମଧ୍ୟରେ କେହି ଭବିଷ୍ୟତ ବକ୍ତା ଥାଏ, ତେବେ ଆମ୍ଭେ ସଦାପ୍ରଭୁ କୌଣସି ଦର୍ଶନ ଦ୍ୱାରା ତାହା ପ୍ରତି ଆପଣାକୁ ପ୍ରକାଶ କରିବା। ଆମ୍ଭେ ସ୍ୱପ୍ନ ଦ୍ୱାରା ତାହା ସହିତ କଥା କହିବା। ଆମ୍ଭର ସେବକ ମୂଷା ତଦ୍ରୂପ ନୁହେଁ। ସେ ଆମ୍ଭର ସମସ୍ତ ଗୃହ ମଧ୍ୟରେ ବିଶ୍ୱାସ ପାତ୍ର ଅଟେ। ଆମ୍ଭେ ତାହା ସହିତ ଗୂଢ଼ ବାକ୍ୟରେ ନୁହେଁ, ମାତ୍ର ମୁଖାମୁଖି ହୋଇ ପ୍ରକାଶ୍ୟ ରୂପେ କଥା କହିବା ଓ ସେ ସଦାପ୍ରଭୁଙ୍କ ଆକାର ଦର୍ଶନ କରିବ। ଏହେତୁ ତୁମ୍ଭେମାନେ ଆମ୍ଭ ସେବକ ବିରୁଦ୍ଧରେ ମୂଷା ବିରୁଦ୍ଧରେ କଥା କହିବାକୁ କାହିଁକି ଭୀତ ହେଲ ନାହିଁ? ଏହି ରୂପେ ସେମାନଙ୍କ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା। ତହୁଁ ସେ ପ୍ରସ୍ଥାନ କଲେ। ପୁଣି ତମ୍ବୁ ଉପରୁ ମେଘ ସ୍ଥାନାନ୍ତରିତ ହେଲା। ଆଉ ଦେଖ, ମରିୟମ କୃଷ୍ଣାଗ୍ରସ୍ତା, ହିମତୁଲ୍ୟ ଶ୍ୱେତ। ପୁଣି ହାରୋନ ମରିୟମକୁ ଅନାନ୍ତେ, ଦେଖ ସେ କୁଷ୍ଠଗ୍ରସ୍ତ। ତହିଁରେ ହାରୋନ ମୂଷାଙ୍କୁ କହିଲେ, ହେ ମୋର ପ୍ରଭୁ, ଆମ୍ଭେମାନେ ମୂର୍ଖତାର କର୍ମ କରିଅଛୁ ଓ ଆମ୍ଭେମାନେ ପାପ କରିଅଛୁ। ଏହେତୁ ବିନୟ କରୁଅଛି, ଆମ୍ଭମାନଙ୍କ ଉପରେ ସେହି ପାପ ଥୁଅ ନାହିଁ। ମାତାର ଗର୍ଭରୁ ନିର୍ମିତ ହେଲାବେଳେ ଯାହାର ମାଂସ ଅର୍ଦ୍ଧନଷ୍ଟ, ଏପରି ମୃତ ଲୋକ ତୁଲ୍ୟ ସେ ନ ହେଉ। ତହିଁରେ ମୂଷା ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, ହେ ପରମେଶ୍ୱର,
विनय କରୁଅଛି ତାହାକୁ ସୁସ୍ଥ କର। ଏଥିରେ ସଦାପ୍ରଭୁ ମୋଶାଙ୍କୁ କହିଲେ, ଯେବେ ତାହାର ପିତା ତାହାର ମୁଖରେ କେବଳ ଛେପ ପକାଇଥାନ୍ତା, ତେବେ ସେ କି 7 ଦିନ ଲଜ୍ଜିତ ହୁଅନ୍ତା ନାହିଁ? ସେ 7 ଦିନ ପର୍ଯ୍ୟନ୍ତ ଛାଉଣି ବାହାରେ ରୁଦ୍ଧ ହୋଇ ରହୁ, ତହିଁ ଉତ୍ତାରେ ସେ ଭିତରକୁ ଅଣାଯିବ। ତ ମରିୟମ 7 ଦିନ ଛାଉଣିର ବାହାରେ ରୁଦ୍ଧ ହେଲା। ଆଉ ମରିୟମ ପୁନର୍ବାର ଭିତରକୁ ଅଣା ନ ଯିବା ଯାଏଁ ଲୋକମାନେ ଯାତ୍ରା କଲେ ନାହିଁ। ତହିଁ ଉତ୍ତାରେ ଲୋକମାନେ ହତ୍ସେରାଠାରୁ ଯାତ୍ରା କରି ପାରଣ ପର୍ବତରେ ଛାଉଣି ସ୍ଥାପନ କଲେ। ଗଣନା ପୁସ୍ତକ 13 ପର୍ବ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ଆମ୍ଭେମାନେ ଇସ୍ରାଏଲ ସନ୍ତାନଗଣକୁ ଯେଉଁ କିଣାଣ ଦେଶ ଦେବା, ତାହା ଅନୁସନ୍ଧାନ କରିବାକୁ ତୁମ୍ଭେ ଲୋକମାନଙ୍କୁ ପଠାଅ। ସେମାନଙ୍କର ପ୍ରତ୍ୟେକ ପିତୃବଂଶ ମଧ୍ୟରେ ଯେଉଁମାନେ ଅଧିପତି, ସେମାନଙ୍କୁ ପଠାଅ। ତହିଁରେ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ପାରଣ ପ୍ରାନ୍ତରରୁ ସେମାନଙ୍କୁ ପଠାଇଲେ। ସେହି ଲୋକ ସମସ୍ତେ ଇସ୍ରାଏଲ ସନ୍ତାନଗଣର ପ୍ରଧାନ ଥିଲେ। ସେମାନଙ୍କର ନାମ ଏହି: ରୁବେନ ବଂଶ ମଧ୍ୟରୁ ସକୁରର ବଂଶ ସମୟ, ସିମିଓନ ବଂଶ ମଧ୍ୟରୁ ହୋରିର ପୁତ୍ର ସାଫଟ, ଜିହୁଦା ବଂଶ ମଧ୍ୟରୁ ଜିଫୁନ୍ନିର ପୁତ୍ର କାଲେବ, ଇସାଖର ବଂଶ ମଧ୍ୟରୁ ଯୋସେଫର ପୁତ୍ର ଜିଗାଲ, ଇଫ୍ରିୟମ ବଂଶ ମଧ୍ୟରୁ ନୁନର ପୁତ୍ର ହୋସେୟ, ବିନ୍ୟାମିନ ବଂଶ ମଧ୍ୟରୁ ରାଫୁର ପୁତ୍ର ପଲ୍ଟି, ସବଲୁନ ବଂଶ ମଧ୍ୟରୁ ସୋଦିର ପୁତ୍ର ଗଦିଏଲ, ଯୋସେଫ ବଂଶ ମଧ୍ୟରୁ ଅର୍ଥାତ୍ ମନସି ବଂଶ ମଧ୍ୟରୁ ସୁସିର ପୁତ୍ର ଗର୍ଦି, ଦାନ ବଂଶ ମଧ୍ୟରୁ ଗମ୍ମାପଲ୍ଲୀର ପୁତ୍ର ଅମିଏଲ, ଆସେର ବଂଶ ମଧ୍ୟରୁ ମିଖାଏଲର ପୁତ୍ର ସଥୁର, ନପ୍ତାଲି ବଂଶ ମଧ୍ୟରୁ ବପ୍ସିର ପୁତ୍ର ନହବି, ଗାଦ ବଂଶ ମଧ୍ୟରୁ ମାଖିର ପୁତ୍ର ଗୁଏଲ। ମୋଶା ଯେଉଁ ଲୋକମାନଙ୍କୁ ଦେଶ ଅନୁସନ୍ଧାନ କରିବାକୁ ପଠାଇଥିଲେ, ସେମାନଙ୍କର ନାମ ଏହି। ଆଉ ମୋଶା ନୁନର ପୁତ୍ର ହୋସେୟଙ୍କୁ ଜିଓସିଓଙ୍କ ନାମ ଦେଲେ। ଆଉ ମୋଶା ଏମାନଙ୍କୁ କିଣାନ ଦେଶ ଅନୁସନ୍ଧାନ କରିବାକୁ ପଠାଇଲେ। ତୁମ୍ଭେମାନେ ଏହି ଦକ୍ଷିଣ ଦିଗ ଦେଇ ପର୍ବତ ଆରୋହଣ କର। ପୁଣି ସେହି ଦେଶ କିପରି, ତହିଁରେ ବାସକାରୀ ଲୋକମାନେ ବଳବାନ କି ଦୁର୍ବଳ ଓ ଅଳ୍ପ କି ଅନେକ, ପୁଣି ସେମାନେ ଯେଉଁ ଦେଶରେ ବାସ କରନ୍ତି ତାହା ଭଲ କି ମନ୍ଦ, ଯେ ନଗରରେ ବାସ କରନ୍ତି ତାହା କି ପ୍ରକାର, ସେମାନେ ତମ୍ବୁରେ କି ଗଡ଼ରେ, କାହିଁରେ ବାସ କରନ୍ତି, ପୁଣି ସେହି ଭୂମି କି ପ୍ରକାର, ଉର୍ବର କି ଅନୁର୍ବର, ତହିଁ ମଧ୍ୟରେ ବୃକ୍ଷ ଅଛି କି ନାହିଁ ତାହା ଦେଖ। ଆଉ ତୁମ୍ଭେମାନେ ସାହସୀ ହୋଇ ସେହି ଦେଶର ଫଳରୁ କିଛି ସଙ୍ଗରେ ଆଣ। ସେହି ସମୟରେ ପ୍ରଥମ ପକ୍ୱ ଦ୍ରାକ୍ଷା ଫଳର ସମୟ ଥିଲା। ଏଣୁ ସେମାନେ ସିନ ପ୍ରାନ୍ତରରୁ ଯାତ୍ରା କରି ହମାତର ପ୍ରବେଶ ସ୍ଥାନସ୍ଥିତ ରହବ ପର୍ଯ୍ୟନ୍ତ ଅନୁସନ୍ଧାନ କଲେ। ଆଉ ସେମାନେ ଦକ୍ଷିଣ ଦିଗ ଦେଇ ଯାଇ ହିବ୍ରୋନରେ ଉପସ୍ଥିତ ହେଲେ। ସେହି ସ୍ଥାନରେ ଅହିମାନ ଓ ସେହେୟ ଓ ତଲୟ, ଅନାକର ଏହି ସନ୍ତାନମାନେ ଥିଲେ। ମିଶରସ୍ଥିତ ସୋୟାନ ପତନର 7 ବର୍ଷ ପୂର୍ବେ ହିବ୍ରୋନର ପତନ ହୋଇଥିଲା। ଏ ଉତ୍ତାରେ ସେମାନେ ଇସ୍କ୍ରୋଲ ଉପତ୍ୟକାରେ ଉପସ୍ଥିତ ହୋଇ ସେଠାରେ ଏକ ପେଣ୍ଡା ଫଳଯୁକ୍ତ ଦ୍ରାକ୍ଷାଲତାର ଏକ ଡାଳ କାଟି ତା 2 ଜଣ ସାଙ୍ଗରେ ବହିଲେ। ସେମାନେ ଡାଳିମ୍ବ ଓ ଡିମ୍ବୁରି ଫଳ ମଧ୍ୟ ଆଣିଲେ। ଇସ୍ରାଏଲ ସନ୍ତାନଗଣ ଯେଉଁ ଦ୍ରାକ୍ଷା ପେଣ୍ଡା କାଟିଥିଲେ, ତହିଁ ସକାଶୁ ସେହି ସ୍ଥାନ ଇସ୍କ୍ରୋଲ ଉପତ୍ୟକା ନାମରେ ପ୍ରସିଦ୍ଧ ହେଲା। ଆଉ 40 ଦିନ ଉତ୍ତାରେ ସେମାନେ ଦେଶ ଅନୁସନ୍ଧାନ କରି ଫେରିଆସିଲେ। ଅନନ୍ତର ସେମାନେ ଆସି ପାରଣ ପ୍ରାନ୍ତରସ୍ଥ କାଦେଶ ନାମକ ସ୍ଥାନରେ ମୋଶା ଓ ହାରଣ ଓ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ନିକଟରେ ଉପସ୍ଥିତ ହୋଇ ସେମାନଙ୍କୁ ଓ ସମସ୍ତ ମଣ୍ଡଳୀ କି ସମାଚାର ଦେଲେ ଓ ସେମାନଙ୍କୁ ସେହି ଦେଶର ଫଳ ଦେଖାଇଲେ। ପୁଣି ସେମାନେ ବର୍ଣ୍ଣନା କରି ତାହାଙ୍କୁ କହିଲେ, ତୁମ୍ଭେ ଆମ୍ଭମାନଙ୍କୁ ଯେ ଦେଶକୁ ପଠାଇଥିଲ, ଆମ୍ଭେମାନେ ସେଠାକୁ ଯାଇଥିଲୁ, ଆଉ ତାହା ଦୁଗ୍ଧ ମଧୁ ପ୍ରବାହୀ ପ୍ରମାଣ, ଏହା ତହିଁର ଫଳ। ତଥାପି ସେହି ଦେଶ ନିବାସୀମାନେ ବଳବାନ ଓ ନଗର ସବୁ ପ୍ରାଚୀର ବେଷ୍ଟିତ, ଅତି ବଡ଼। ଆହୁରି ଆମ୍ଭେମାନେ ସେଠାରେ ଅନାକର ସନ୍ତାନଗଣକୁ ଦେଖିଲୁ। ଦକ୍ଷିଣ ଦେଶରେ ଅମାଲେକ ବାସ କଲେ। ପୁଣି ପର୍ବତରେ ହିତୀୟ ଓ ଜିବୁସିୟ ଓ ଇମରୀୟ ଲୋକମାନେ ବାସ କରନ୍ତି। ଆଉ ସମୁଦ୍ର ନିକଟରେ ଓ ଜର୍ଦ୍ଦନ ତୀରରେ କିଣାନୀୟ ଲୋକମାନେ ବାସ କରନ୍ତି। ତହିଁରେ କାଲେବ ମୋଶାଙ୍କ ପକ୍ଷରୁ ଲୋକମାନଙ୍କୁ କ୍ଷାନ୍ତ କରି ଆସି କହିଲେ, ଆସ,
आमे माने एका बेळेके उठी जाई ताहा अधिकार करू ता परास्त करने आम मानकर यथेष्ट बल अछि। मात्र जेउमाने ताहांक सहित जाइथिले सेमाने कहिले आमे माने सेई लोकमानक विरुद्ध रे जाई न पारू कारण सेमाने आम मानक ठारू बलवान। एई रूपे सेमाने जे देश अनुसंधान करिथिले इस्राएल संतानगण निकटरे सेई देशर अख्याति करी सेमाने जे देशर मध्य देई अनुसंधान करियाकू जाइथिलु सेई देश स्वनिवासी मानकू ग्रास करे। पुणी तही मध्यरे आमे माने जेते लोकंकु देखिलु सेमाने बड़ डेंगा आउ से स्थान रे आमे माने महावीर जात अनाकर संतान महावीर गण को देखिलु आउ आमे माने आम मानक दृष्टि रे फडिंग परी हेलु और सेमानक दृष्टि रे मध्य से रूपे थिलु। गणना पुस्तक 14 पर्व एथिरे समस्त मंडली उच्च स्वर रे कोलाहल कले और लोक माने से रात्रि रोदन कले। पुणी इस्राएल संतानगण समस्ते मूसा विरुद्ध रे और हारून को विरुद्ध रे बचसा कले और समस्त मंडली सेमानक आगे कहिले आहा आम्भे माने जेबे मिस्र देश रे मरी थांतु आहा आम्भे जेबे एई प्रांतर रे मरी थांतु सदाप्रभु आम मानकु खड्गर निपात करिवा पई किए तो ए देश को आनिले आम मानकर भार्या और बालक माने लुटित हेबे मिस्र को फेरीगले कि आम मानक पई भल हुंता नहीं। एथिरे सेमाने एको को आरे को कहिले आस आमे माने जन को प्रधान करी मिस्र को फेरी जाऊ। तहिरे मूसा और हारून इस्राएल संतानगणर समस्त समाज आगे मुह माड़ी पड़िले। तो देश अनुसंधानकारी लोकमानक मध्यरु नूनर पुत्र जियोशुआ और जिफुन्नीर पुत्र कालेब आपणा आपणा वस्त्र चिरिले आउ सेमाने इस्राएल संतानगणर समस्त मंडली की कहिले आमे माने जेउ देश अनुसंधान करने जाइथिलु ताहा अत्यंत उत्तम देश जेबे सदाप्रभु आम मानक ठारे संतुष्ट हुअंती तेबे से आंभ मानकु सेई देश को आनिबे और ताहा आंभ मानकु देबे। सेई देश दुग्ध मधु प्रवाही अटे। केवल तुम्हे माने सदाप्रभु को विद्रोही हुओ नहीं किए बा सेई देशर लोक मानकु भय कर नहीं। मात्र समस्त मंडली सेमानकु पत्थर रे मारिबाकू कहिले सेतेबेले सदाप्रभु को प्रताप समागम तंबुरे इस्राएल समस्त संतान प्रति प्रकाशित हैला। अनंतर सदाप्रभु मूसा को कहिले एई लोक माने केते काल आम मानकु अवज्ञा करिवे आउ आम्भे सेमानक मध्यरु चिन्ह स्वरूपे जे समस्त कर्म करिअछु ताहा कले हे सेमाने केते काल आम्भठारे विश्वास करिवे नहीं। आम्भे महामारी द्वारा सेमानकु संहार करिबा और सेमानकु अधिकारच्युत करिबा पुणी सेमानक ठारू तुम्भकु बड़ और बलवान गोष्ठी करिबा। एथिरे मूसा सदाप्रभु को कहिले तेबे मिस्रीय लोक माने तो यह शुणिबे कारण तुम्भे आपणा पराक्रम द्वारा सेमानक मध्यरु एही लोक मानकु आनिअछ। पुणी सेमाने ए देश निवासी मानकु ताहा कहिबे सेमाने शुणी अछंती जे तुम्भे सदाप्रभु एही लोक मानकर मध्यवर्ती अट कारण तुम्भे सदाप्रभु प्रत्यक्ष दर्शन देउअछ और तुम्भ मेघ सेमानकु ऊपर स्थिति करूअछि और तुम्भे दिन बेले मेघ स्तंभरे और रात्रि बेले अग्नि स्तंभरे सेमानक आगे आगे गमन करूअछ। वर्तमान जेबे तुम्हे एई लोकमानकु एक मनुष्य तुल्य बध करिवो तेबे जेउ अन्य देशीय लोक माने तुम्भर कीर्तिर कथा शुणिअछंती सेमाने कहिबे सदाप्रभु एई लोकमानकु जेउ देश देवाकू शपथ करथिले सेई देशकू सेमानकू आनी पारिले नाही एतु से सेमानकू प्रांतर रे बध करिअछंती। एबे मु विनय करूअछि प्रभुंकर पराक्रम महान हेउ जेपरि तुम्हे कहिअछ। सदाप्रभु क्रोधरे धीर और दयारे परिपूर्ण और अपराध आज्ञा लंघनर क्षमाकारी तथापि नित्यांत तहिर दंडदाता पुणी तृतीय और चतुर्थ पुरुष पर्यंत संतानगण उपरे पितृगणर अपराधर प्रतिफलदाता। विनय करूअछि तुम्हे अपना दयार महत्व अनुसारे और तुम्हे एई लोकमानकु मिस्र ठारू ए पर्यंत जेपरि क्षमा करिअछ तदनुसारे एई लोकमानकर अपराध क्षमा कर। तहिरे सदाप्रभु कहिले आम्भे तुमर वाक्य प्रमाणे क्षमा कलु मात्र जेबे आमे जीवित हेउ आउ जेबे एई समस्त पृथ्वी सदाप्रभु को प्रताप रे परिपूर्ण हेबे तेबे एमानक मध्यरु जेते लोक आम्भ प्रताप पुणी मिस्र रे ओ प्रांतर रे कृत आमर चिन्ह स्वरूप कर्म देखिले 10 थर आम्भर परीक्षा करिअछंती ओ आम्भर बरे अमनोयोगी होइअछंती सेमानक पूर्वपुरुष मानक प्रति
आंभे जो देश विषय शपथ करिअछु निश्चय एमानक मध्यरु केही सेही देश देखिपारिब नाही। केवल जो माने आंभ को अवज्ञा करिअछंती सेमानक मध्यरु केही ता देखिबो नाही। मात्र आंभर सेवक कालेब ठारे अन्य आत्मा अछि। से संपूर्ण रूपे आंभर अनुगत होईछि। एथिपई से जो देश को जाइथिला सेही देश रे आंभे ताहाको प्रवेश कराइबा और तार वंश तार अधिकार करिवे। वर्तमान अमालेकीय और किनानीय माने तलभूमि रे वास करंती। काली तुम्हे फेरी सुफ समुद्र को जीवा पथ देई प्रांतर को गमन कर। ए उतारे सदाप्रभु मूसा को हारण को कहिले आंभ विरुद्ध रे बचसा करूअछि। ए जो दुष्ट मंडली ताहाको आंभे केते काल सहिबा। इस्राएल संतानगण आंभ प्रतिकूल रे जो बचसा करूअछंती ताहा सुनिलु। सेमानकु कुह सदाप्रभु एही कथा कहंती आंभे जेबे जीवित हेउ तेबे तुम्हे माने आंभ कर्ण गोचर रे जहा करिअछ ताहा ही आंभे तुम्हमानक प्रति करिबा। तुम्हमानकर शब ए प्रांतर रे पड़िबो। तुम्हमानक मध्यरे 20 वर्ष और तहिरु अधिक वर्ष वयस्क लोकमानकर संपूर्ण संख्या अनुसारे गणित जेते लोक तुमे माने आंभ विरुद्ध रे बचसा करिअछ। आंभे तुम्हमानकु जेउ देश रे वास कराइबाकु हस्त उठाइअछु निश्चय सेही देश रे जिफुन्नेर पुत्र कालेब और नूनर पुत्र जियोशुआ छड़ा तुमे माने प्रवेश करिवो नाही। मात्र तुमे माने आपणा आपणार जो बालकगण विषय रे से माने लुटित हेबे बोली कहिथिल सेमानंकु आंबे सेही स्थान को आनिबा। और तुमे माने जेउ देश को तुच्छ ज्ञान करिअछ से माने तहिर परिचय पाइबे। मात्र तुम्हमानकर शब ए प्रांतर रे पड़िबो। पुणी तुम्हमानकर संतानगण 40 वर्ष ए प्रांतर रे भ्रमणकारी हेबे। ओई प्रांतर रे तुम्हमानकर शब नष्ट न हेबा पर्यंत से माने तुम्हमानक व्यभिचारर फल भोग करिवे। तुमे माने जो 40 दिन देश अनुसंधान करिअछ सेही दिनर संख्या अनुसारे एक एक दिन पई एक एक वर्ष ए रूपे 40 वर्ष पर्यंत तुमे माने आपणा आपणा अपराध बहिबो और आंभर विपक्षता किपरि ता ज्ञात हेबो। आमे माने सदाप्रभु एहा कहिलु आंभ विपरीत रे एक मेली होई अछि। एई जो दुष्ट मंडली ता प्रति आंभे ता निश्चय करिबा। एई प्रांतर रे समान नष्ट हेबे। एई स्थान रे समान मरिबे। आ देश अनुसंधान करिबा पई मूसांकर प्रेरित जो लोक माने फेरी आसी एई देश रे अख्याति आनी ता विरुद्ध रे समस्त मंडली की बचसा कराइथिले। देशर अख्यातिकारी सेई लोक माने सदाप्रभुक सम्मुख रे महामारी द्वारा मले। मात्र जो मनुष्य माने देश अनुसंधान करिबाकु जाइथिले सेमानक मध्यरु केवल नूनर पुत्र जियोशुआ और जिफुनीर पुत्र कालेब जीवित रहिले। आ मूसा इस्राएल समस्त संतान को एई कथा कहिले। तहिरे लोक माने अतिशय विलाप कले। पुणी सेमाने अति प्रात काल रे उठी पर्वत शृंग उपरकु जीवाकु बाहरी कहिले देख आमे माने एठारे अछु। सदाप्रभु जे स्थान विषय प्रतिज्ञा करियछंती सेही स्थान को जीवा कारण आम्भे माने पाप करियछु। तहिरे मूसा कहिले एबे तुममानकर कि हेतु सदाप्रभु को आज्ञा लंघन करुअछ। तुममानकर एई कर्म सफल हेबो नाही कारण सदाप्रभु तुममानक मध्यरे नाहांती। जेपरि तुमे माने शत्रुगणर सम्मुख रे परास्त हेबो नाही एथिपई ऊपर को जाओ नाही। जेहेतु अमालेकीय और किनानीय लोक माने सेठारे तुममानक सम्मुख रे अछंती और तुमे माने खड्गरे पतित हेबो। तुमे माने सदाप्रभुଙ୍କ ठाରୁ विमुख हेबारु सदाप्रभु तुममानकर सहवर्ती हेबे नाही। तथापि सेमाने पर्वत शृंग उपरकु जीवाकु दुस्साहस कले। मात्र सदाप्रभुଙ୍କ साक्ष्य सिंधुक और मूसा छाउणी प्रस्थान कले नाही। सेतेबेले से पर्वतवासी अमालेकीय और किनानीय लोक माने ओह्लाई आसी सेमानकु आघात कले और सेमानकु परास्त करी हर्मा पर्यंत तड़ी देले। गणना पुस्तक 15 पर्व। अनंतर सदाप्रभु मूसा को कहिले इस्राएल संतानगण को कुह आम्भे तुममानकु जेउ देश देबा तुमे माने आपणा मानकर सेई निवास देश रे जेतेबेले प्रवेश करिवो पुणी तुममानकर मानत पूर्ण करिबा निमंते किए बा स्वेच्छादत्त उपहार निमंते किए बा तुममानकर निरूपित पर्व रे गोमेसादी पलरु सदाप्रभुଙ୍କ तुष्टिजनक आग्राणाते सदाप्रभुଙ୍କ उद्देश्य रे अग्निकृत उपहार रूपे होम बलि उत्सर्ग करिवो। सेतेबेले सदाप्रभुଙ୍କ उद्देश्य रे उपहार उत्सर्गकारी लोक होमादि बलिदानार्थक प्रत्येक मेषवत्स निमंते एक हीनर चतुर्थांश तैल मिश्रित
ଏକ ଏଫାର 10 ମାଂସ ସରୁ ମଇଦାର ନୈବେଦ୍ୟ ଆଣିବ। ପୁଣି ଏକ ହିନର ଚତୁର୍ଥାଂଶ ଦ୍ରାକ୍ଷାରସର ପେୟ ନୈବେଦ୍ୟ ପ୍ରସ୍ତୁତ କରିବ। ଅଥବା ଏକ ମେଷ ନିମନ୍ତେ ତୁମେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ହିନର ତୃତୀୟାଂଶ ତୈଳରେ ମିଶ୍ରିତ ଏକ ଏଫାର 2 ଦଶମାଂଶ ସରୁ ମଇଦାର ନୈବେଦ୍ୟ ପ୍ରସ୍ତୁତ କରିବ। ପୁଣି ତୁମ୍ଭେ ପେୟ ନୈବେଦ୍ୟ ନିମନ୍ତେ ଏକ ହିନର ତୃତୀୟାଂଶ ଦ୍ରାକ୍ଷାରସ ଉତ୍ସର୍ଗ କରିବ। ଆଉ ତୁମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ନିମନ୍ତେ ଅବା ମାନତପୂର୍ଣ୍ଣ କରଣାର୍ଥେ ବଳି ନିମନ୍ତେ କି ଅବା ମଙ୍ଗଳାର୍ଥକ ଉପହାର ନିମନ୍ତେ ଯେବେ ଗୋବତ୍ସ ପ୍ରସ୍ତୁତ କରିବ, ତେବେ ସେହି ଗୋବତ୍ସ ସହିତ ଅର୍ଦ୍ଧହୀନ ତୈଳ ମିଶ୍ରିତ ଏକ ଏଫାର 3 ଦଶମାଂଶ ସରୁ ମଇଦାର ଭୈକ୍ଷ ନୈବେଦ୍ୟ ଆଣିବ। ପୁଣି ତୁମେ ସଦାପ୍ରଭୁଙ୍କ ତୁଷ୍ଟିଜନକ ଆଘ୍ରାଣାର୍ଥକ ଅଗ୍ନିକୃତ ଉପହାର ପେୟ ନୈବେଦ୍ୟ ନିମନ୍ତେ ଅର୍ଦ୍ଧହୀନ ଦ୍ରାକ୍ଷାରସ ଆଣିବ। ଏହି ରୂପେ ପ୍ରତ୍ୟେକ ଗୋରୁ ଓ ପ୍ରତ୍ୟେକ ମେଷ ଓ ପ୍ରତ୍ୟେକ ମେଷବତ୍ସ ଅବା ଛାଗବତ୍ସ ପ୍ରତି କରାଯିବ। ତୁମେମାନେ ପ୍ରସ୍ତୁତ କରିବା ସଂଖ୍ୟାନୁସାରେ ପ୍ରତ୍ୟେକ ପଶୁପତି ସେମାନଙ୍କ ସଂଖ୍ୟା ପ୍ରମାଣ ସେ ରୂପେ କରିବ। ଗୃହଜାତ ସମସ୍ତ ଲୋକ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ଉତ୍ସର୍ଗ କଲେ। ଏ ବ୍ୟବସ୍ଥାନୁସାରେ ଏହିସବୁ କାର୍ଯ୍ୟ କରିବ। ଆଉ ଯେବେ ତୁମମାନଙ୍କ ମଧ୍ୟରେ ପ୍ରବାସକାରୀ କୌଣସି ବିଦେଶୀୟ ଲୋକ କିଏ ବା ତୁମମାନଙ୍କ ମଧ୍ୟରେ ପୁରୁଷାନୁକ୍ରମେ ବାସ କରି କୌଣସି ଲୋକ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବାକୁ ଇଚ୍ଛା କରେ, ତେବେ ତୁମେମାନେ ଯେ ପ୍ରକାର କର ସେ ପ୍ରକାରେ କରିବ। ସମାଜ ନିମନ୍ତେ ତୁମମାନଙ୍କ ନିମନ୍ତେ ଓ ପ୍ରସବକାରୀ ବିଦେଶୀ ଲୋକ ନିମନ୍ତେ ଏକ ବ୍ୟବସ୍ଥା ହେବ। ଏହା ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧି। ସଦାପ୍ରଭୁଙ୍କ ଛାମୁରେ ଯେପରି ତୁମେମାନେ ଅଟ, ସେପରି ବିଦେଶୀ ଲୋକମାନେ ହେବେ। ତୁମ୍ଭମାନଙ୍କ ନିମନ୍ତେ ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀ ନିମନ୍ତେ ଏକ ବ୍ୟବସ୍ଥା ଓ ଏକ ଆଦେଶ ହେବ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ଇସ୍ରାଏଲ ସନ୍ତାନଗଣକୁ କୁହ, ଆମ୍ଭେ ତୁମମାନଙ୍କୁ ଯେଉଁ ଦେଶକୁ ନେଇଯାଉଅଛୁ, ସେହି ଦେଶରେ ଉପସ୍ଥିତ ହେଲେ ତୁମେମାନେ ଏ ରୂପେ କରିବ। ତୁମେମାନେ ସେହି ଦେଶର ଅନ୍ନ ଭୋଜନ କରିବା ବେଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ଉତ୍ସର୍ଗ କରିବ। ତୁମେମାନେ ଆପଣା ଆପଣା ପ୍ରଥମ ସୁଜିରୁ ଉତ୍ତୋଳନୀୟ ଉପହାର ନିମନ୍ତେ ଏକ ପିଠା ଉତ୍ସର୍ଗ କରିବ। ଯେପରି ଶସ୍ୟ ମର୍ଦ୍ଦନ ସ୍ଥାନରେ ଉତ୍ତୋଳନୀୟ ଉପହାର, ସେ ରୂପେ ତାହା ଉତ୍ତୋଳନୀୟ ହେବ। ତୁମେମାନେ ପୁରୁଷାନୁକ୍ରମେ ଆପଣା ଆପଣା ପ୍ରଥମ ସୁଜିରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଉତ୍ତୋଳନୀୟ ଉପହାର ଉତ୍ସର୍ଗ କରିବ। ଆଉ ଯେବେ ତୁମେମାନେ ଭ୍ରାନ୍ତିରେ ତ୍ରୁଟି କର ଓ ସଦାପ୍ରଭୁ ମୋଶାଙ୍କୁ ଯାହା କହିଅଛନ୍ତି ସେହି ସବୁ ଆଜ୍ଞା, ଅର୍ଥାତ୍ ସଦାପ୍ରଭୁ ଦେବା ନିମନ୍ତେ ଦିନାବଧି ତୁମମାନଙ୍କର ପୁରୁଷାନୁକ୍ରମେ ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଯେ ସବୁ ଆଜ୍ଞା ଦେଇଅଛନ୍ତି, ତାହା ସବୁ ଯେବେ ପାଳନ ନ କର, ଯେବେ ତାହା ମଣ୍ଡଳୀର ଅଗୋଚରରେ ଭ୍ରାନ୍ତିରେ ହୋଇଥାଏ, ତେବେ ସମସ୍ତ ମଣ୍ଡଳୀ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ନିମନ୍ତେ ଏକ ଗୋବତ୍ସ ଓ ବିଧିମତେ ତାହା ସହିତ ତହିଁର ଭକ୍ଷ୍ୟ ନୈବେଦ୍ୟ ଓ ତହିଁର ପେୟ ନୈବେଦ୍ୟ ଓ ପାପାର୍ଥକ ବଳି ନିମନ୍ତେ ଏକ ଛାଗ ଉତ୍ସର୍ଗ କରିବେ। ଆଉ ଯାଜକ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ନିମନ୍ତେ ପ୍ରାୟଶ୍ଚିତ କରିବ। ତହିଁରେ ସେମାନେ କ୍ଷମା ପାଇବେ, କାରଣ ତାହା ଭ୍ରାନ୍ତି ଓ ସେମାନେ ସେ ଭ୍ରାନ୍ତି ସକାଶୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କର ଉପହାର ଅର୍ଥାତ୍ ଅଗ୍ନିକୃତ ଉପହାର ଓ ପାପାର୍ଥକ ବଳି ସଦାପ୍ରଭୁଙ୍କ ଛାମୁକୁ ଆଣିଅଛନ୍ତି। ତହିଁରେ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ଓ ସେମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀ ଲୋକମାନେ କ୍ଷମା ପାଇବେ, କାରଣ ସମସ୍ତ ଲୋକଙ୍କ ସମ୍ବନ୍ଧରେ ଏହା ଭ୍ରାନ୍ତିରେ କରାଯାଇଥିଲା। ଆଉ ଯେବେ ଏକ ପ୍ରାଣୀ ଭ୍ରାନ୍ତିରେ ପାପ କରେ, ତେବେ ସେ ପାପାର୍ଥକ ବଳି ରୂପେ 1 ବର୍ଷୀୟ ଏକ ଛାଗ ବତ୍ସ୍ୟା ଆଣିବ। ପୁଣି ଯେଉଁ ଲୋକ ଭ୍ରାନ୍ତିରେ ପାପ କରେ, ଯାଜକ ତା ପାଇଁ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାୟଶ୍ଚିତ କରଣାର୍ଥେ ସେ ଭ୍ରାନ୍ତ ପ୍ରାଣୀ ନିମନ୍ତେ ପ୍ରାୟଶ୍ଚିତ କରିବ। ତହିଁରେ ସେ କ୍ଷମାପ୍ରାପ୍ତ ହେବ। ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଗୃହଜାତ ଓ ସେମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀୟ ଲୋକମାନଙ୍କ ନିମନ୍ତେ ଛାଉଣିରେ କୌଣସି କର୍ମକାରୀର ଏକ ବ୍ୟବସ୍ଥା ହେବ। ମାତ୍ର ଯେଉଁ ପ୍ରାଣୀ ଉର୍ଦ୍ଧ୍ୱରେ ହସ୍ତରେ କୌଣସି ପାପକର୍ମ କରେ, ସେ ଗୃହଜାତ ହେଉ ବା ବିଦେଶୀ ହେଉ, ସଦାପ୍ରଭୁଙ୍କ ନିନ୍ଦା କରେ। ଏଣୁ ଏହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ, କାରଣ ସେ ସଦାପ୍ରଭୁଙ୍କର ବାକ୍ୟ ଅବଜ୍ଞା କଲା ଓ ତାହାଙ୍କର ଆଜ୍ଞା ଲଙ୍ଘନ କଲା। ମାତ୍ର ପ୍ରାଣୀ ନିତ୍ୟାନ୍ତ ଉଚ୍ଛିନ୍ନ ହେବ,
ତାହାର ଅପରାଧ ତାହା ଉପରେ ବର୍ତ୍ତିବ। ଏଥିଉତ୍ତାରୁ ଇସ୍ରାଏଲ ସନ୍ତାନଗଣ ପ୍ରାନ୍ତରରେ ଥିବା ସମୟରେ ଏକ ମନୁଷ୍ୟକୁ ବିଶ୍ରାମ ବାରରେ କାଠ ସାଉଁଟିବାର ଦେଖିଲେ। ପୁଣି ଯେଉଁମାନେ କାଠ ସାଉଁଟିବାର ଦେଖିଲେ ସେମାନେ ମୋଶା ଓ ହାରଣ ଓ ସମସ୍ତ ମଣ୍ଡଳୀଙ୍କର ସାକ୍ଷାତକୁ ତାହାକୁ ଆଣିଲେ, ଆଉ ସେମାନେ ତାହାକୁ ରୁଦ୍ଧ କରି ରଖିଲେ, କାରଣ ତାହା ପ୍ରତି କି କର୍ତ୍ତବ୍ୟ ତାହା ପ୍ରକାଶ ହୋଇନଥିଲା। ଏଥିରେ ସଦାପ୍ରଭୁ ମୋଶାଙ୍କୁ କହିଲେ, ସେ ମନୁଷ୍ୟ ଅବଶ୍ୟ ହତ ହେବ। ସମଗ୍ର ମଣ୍ଡଳୀ ତାହାକୁ ଛାଉଣିର ବାହାରେ ପଥର ପକାଇ ବଧ କରିବେ। ତହିଁରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସମଗ୍ର ମଣ୍ଡଳୀ ତାହାକୁ ଛାଉଣି ବାହାରକୁ ଆଣି ପଥର ପକାଇଲେ, ତହୁଁ ସେ ମଲା। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ଇସ୍ରାଏଲ ସନ୍ତାନଗଣକୁ କୁହ ଓ ସେମାନଙ୍କୁ ଏହି ଆଜ୍ଞା ଦିଅ, ସେମାନେ ପୁରୁଷାନୁକ୍ରମେ ଆପଣା ଆପଣା ବତ୍ସ୍ୟର ଅଞ୍ଚଳରେ ଝାଲର ପ୍ରସ୍ତୁତ କରନ୍ତୁ। ପ୍ରତ୍ୟେକ ଅଞ୍ଚଳର ଝାଲର ଉପରେ ନୀଳ ସୂତ୍ର ଦିଅନ୍ତୁ। ତୁମେମାନେ ଯେପରି ସେହି ଝିଲର ଦେଖିବାକୁ ସଦାପ୍ରଭୁଙ୍କ ସମସ୍ତ ଆଜ୍ଞା ସ୍ମରଣ କରି ପାଳନ କରିବ, ଓ ତୁମେମାନେ ଆପଣା ଆପଣାର ଯେଉଁ ମନ ଓ ଚକ୍ଷୁ ଅନୁସାରେ ବ୍ୟଭିଚାର କରିଥାଅ, ତଦନୁସାରେ ଯେପରି ଭ୍ରମଣ ନ କରିବ, ଓ ଆମର ସମସ୍ତ ଆଜ୍ଞା ସ୍ମରଣ କରି ପାଳନ କରିବ, ଓ ଯେପରି ଆପଣମାନଙ୍କର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ, ଏଥିପାଇଁ ସେହି ଝାଲର ହେବ। ତୁମମାନଙ୍କର ପରମେଶ୍ୱର ସଦାପ୍ରଭୁ ଆମ୍ଭେ ତୁମମାନଙ୍କର ପରମେଶ୍ୱର ହେବା ନିମନ୍ତେ ମିଶର ଦେଶରୁ ତୁମମାନଙ୍କୁ ବାହାର କରି ଆଣିଅଛୁ। ଆମ୍ଭେ ତୁମମାନଙ୍କର ପରମେଶ୍ୱର ସଦାପ୍ରଭୁ ଅଟୁ। गुड मॉर्निंग बाइबल पठन कक्ष को आपण मानकर स्वागत। आज पठन दिन संख्या 23 शुक्रवार। गणना पुस्तक 11 पर्व रु 15 पर्व को आज आम्भे माने पाठ करिबा। आ तार सारांश एही प्रकार। इस्राएल संतान माने वर्तमान सिनै पर्वत ठारू किनान देश निकटस्थ सेमानकर प्रथम लक्ष्य स्थल पारण प्रांतर कादेश बर्णे आड़कू यात्रा कले। पारण प्रांतर पथरे अनेक विशेष घटना मान घटिला। माना और भाटई पक्षीर घटना, लोकमानकर बचसार घटना, 70 जन प्राचीनक नियुक्तिर घटना एवं मोशांकु मरियम विरोध करिवार घटना एवं एथिरे सदाप्रभु मोशांक पक्ष समर्थन करी विवाद को समाप्त करिवार घटना। ए समस्त विषय पारण प्रांतर पथरे घटिथिला। कादेश बर्णेय उपस्थित हेला उतारे सदाप्रभु किनान देश को अनुसंधान करने निमंते सेमानकु कहिले। 40 दिनर अनुसंधान उतारे जिहसुय और कालेबंक व्यतीत आउ समस्ते मंद खबर आनिले ओ प्रतिज्ञात देश किनान को अधिकार करिवारु निजे विमुख हेले, पुणी अन्य मानकु मध्य निरुत्साहित कले। एथिरे सदाप्रभु अत्यंत क्रोधित हेले और कहिले जे जदिओ से सेमानकु तुरंत विचार बा दंडित न कले सुधा एही प्रांतरर प्रथम पुरुष बा प्रथम पीढ़ी प्रांतर मध्यरे ही विनष्ट हेबे। ईश्वर दत्त कार्य को संपादन करने को नास्ति करिथिबा प्रथम पुरुषर मृत्यु निमंते कादेश ठारे अपेक्षा करिवार समय थिला प्रांतर रे अतिबाहित करिथिबा 38 वर्षर रहस्य। जो लोक माने सेमानकर परिचय और कार्य को जानती नहीं से माने केवल मरिबा पाई ही बंचंती, कारण ईश्वर सेमानक सहित कार्य करती नहीं। किनान देश रे प्रवेश कला उतारे इस्राएल संतानगण उत्सर्ग करने आवश्यक बलिदान गुड़िक संबंध में सदाप्रभु सेमानकु एही 38 वर्षर प्रांतर रहणी समय सूचना देइथिले। यह थिला आजिर पठित शास्त्रांशर सारांश। प्रभु आजिर पठन रे आम प्रत्येक को आशीर्वाद करंतु।